Hello everyone, welcome to Study with ବର୍ଷା ୟୁଟ୍ୟୁବ୍ ଚ୍ୟାନେଲ୍। ତ ଷଷ୍ଠ ଶ୍ରେଣୀର ପିଲାମାନେ ସମାଜ ବିଜ୍ଞାନର ଆଜି ଆମେ ଜାଣିବା ପାଠ୍ୟକ୍ରମ ନୂଆ ପାଠ୍ୟକ୍ରମ ବିଷୟରେ। ଉପକ୍ରମରେ ଅଛି ସାମାଜିକ ବିଜ୍ଞାନ କାହିଁକି, ଭାଗ କରେ ଅଛି ଭାରତ ଏବଂ ବିଶ୍ୱ, ଭୂମି ଏବଂ ମାନବ। ପ୍ରଥମ ଅଧ୍ୟାୟରେ ଅଛି ପୃଥିବୀରେ ସ୍ଥାନ ଚିହ୍ନଟ କରିବା। ଦ୍ୱିତୀୟ ଅଧ୍ୟାୟରେ ଅଛି ମହାସାଗର ଏବଂ ମହାଦେଶ। ତୃତୀୟ ଅଧ୍ୟାୟରେ ଅଛି ଭୂମି ରୂପ ଏବଂ ଜୀବନ। ଭାଗ ଖରେ ଅଛି ଅତୀତର ସ୍ମୃତି ଫର୍ଦ୍ଦ। ଅଧ୍ୟାୟ 4ରେ ଅଛି ଇତିହାସ, ସମୟସୀମା ଏବଂ ଉତ୍ସ। ଅଧ୍ୟାୟ 5ରେ ଅଛି ଇଣ୍ଡିଆ ଅର୍ଥାତ୍ ଭାରତ। ଅଧ୍ୟାୟ 6ରେ ଅଛି ଭାରତୀୟ ସଭ୍ୟତାର ଆରମ୍ଭ। ଭାଗ କରେ ଅଛି ଆମ ସଂସ୍କୃତି, ଐତିହ୍ୟ ଏବଂ ଜ୍ଞାନ ପରମ୍ପରା। ଅଧ୍ୟାୟ 7ରେ ଅଛି ଭାରତର ସାଂସ୍କୃତିକ ଆଧାର। ଅଧ୍ୟାୟ 8ରେ ଅଛି ବିବିଧତା ମଧ୍ୟରେ ଏକତା ବା ଅନେକରେ ଏକ। ଭାଗ ଘରେ ଅଛି ଶାସନ ଏବଂ ଗଣତନ୍ତ୍ର। ଅଧ୍ୟାୟ ନମ୍ବର 9ରେ ଅଛି ପରିବାର ଓ ଗୋଷ୍ଠୀ। ଅଧ୍ୟାୟ ନମ୍ବର 10ରେ ଅଛି ତୃଣମୂଳ ଗଣତନ୍ତ୍ର ଭାଗ 1 ଯାହାକି ଶାସନ ବିଧି। ଅଧ୍ୟାୟ 11ରେ ଅଛି ତୃଣମୂଳ ଗଣତନ୍ତ୍ର ଭାଗ 2 ଯାହାକି ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର। ଅଧ୍ୟାୟ 12ରେ ଅଛି ତୃଣମୂଳ ଗଣତନ୍ତ୍ର ଭାଗ 3 ଯାହାକି ସହରାଞ୍ଚଳରେ ସ୍ଥାନୀୟ ସରକାର। ଭାଗ 1ରେ ଅଛି ଆମ ଚତୁଃପାର୍ଶ୍ୱରେ ଅର୍ଥନୈତିକ ଜୀବନ। ଅଧ୍ୟାୟ 13ରେ ଅଛି କାର୍ଯ୍ୟର ମୂଲ୍ୟ। ଅଧ୍ୟାୟ 14ରେ ଅଛି ଆମ ଚତୁଃପାର୍ଶ୍ୱରେ ଅର୍ଥନୈତିକ କାର୍ଯ୍ୟକଳାପ।